ଠିକଣା ବଦଳିଛି କିନ୍ତୁ ଉଦ୍ଦେଶ୍ୟ ନୁହେଁ। ଓଡ଼ିଶାର ପ୍ରଥମ ଘରୋଇ 24 ଘଣ୍ଟିଆ ସାଟେଲାଇଟ୍ ଚ୍ୟାନେଲ ନକ୍ଷତ୍ର ନ୍ୟୁଜ୍କୁ ପୁରିଛି 16 ବର୍ଷ। 17 ବର୍ଷରେ ପାଦ ଥାପିଛି ନକ୍ଷତ୍ର ନ୍ୟୁଜ୍। ନୂଆପଲ୍ଲୀ ଆଇଆର୍ସି ଭିଲେଜ ସ୍ଥିତ ଇନ୍ଦ୍ରଧନୁ ମାର୍କେଟର ତୃତୀୟ ମହଲାରୁ ପଟିଆସ୍ଥିତ କୌସ୍ତୁଭ ଟେକ୍ନିକାଲ କ୍ୟାମ୍ପସକୁ ନିଜ ଜନ୍ମଦିନର ମାତ୍ର ସପ୍ତାହ ଆଗରୁ ନୂଆ ଘରକୁ ଯାଇଛି। ପରିବେଶ ବଦଳିଛି। ଯୁଗ ସହ ତାଳ ଦେଇ ଚାଲିବାକୁ ପଣ କରି କିଛି ନୂଆ ଓ ଭିନ୍ନ ଢଙ୍ଗରେ ଖବର ପରିବେଷଣ ଲାଗି ମନ ବଳାଇଛି। ଧୀରେ ଧୀରେ ଟିଭିରୁ ମୋବାଇଲ ଆଡ଼କୁ ଲୋକଙ୍କ ନଜର ଢଳୁଥିବା ବେଳେ ହାତ ପାହାନ୍ତାରେ ଚଟାପଟ ଖବର ଜାଣିବାକୁ ଲୋକଙ୍କ ଆଗ୍ରହକୁ ତାଳ ଦେଇ ଚାଲିବାକୁ ଯୋଜନା କରିଛି ନକ୍ଷତ୍ର। ସାଟେଲାଇଟ୍କୁ ସାଙ୍ଗରେ ନେଇ ନିଜକୁ ଡିଜିଟାଲି ମଜବୁତ ହେବାର ପରିକଳ୍ପନାକୁ ନେଇ ଆଗେଇ ଚାଲିଛି। ସତ ହିଁ ଶକ୍ତିର ଟ୍ୟାଗଲାଇନ୍ରୁ କିନ୍ତୁ ବାହାରିନି। କୌଣସି କର୍ପୋରେଟ୍ କି ରାଜନୀତି ଦଳର ଛାଇ କେବେ ଖୋଜିନି। ଯିଏ ଛାଇ ଦେବ ହୁଏତ କାଲି ସୌଦା କରିବ। ମୌକା ପାଇଁ ଲୋକଙ୍କ ସ୍ୱରକୁ ନିଜ ସ୍ୱାର୍ଥ ସକାଶେ ମୌନ ରହିବାକୁ ଚାପ ପକାଇବ। ସେଥିଲାଗି ନା ଷଡ଼ଯନ୍ତ୍ର ନା କୌଣସି କାରସାଦିରେ ପଡ଼ିନି ଆଜି ଯାଏ ନକ୍ଷତ୍ର। ଯେଉଁ ଅଭିଯାନକୁ ଆରମ୍ଭରୁ ବିନା ସ୍ୱାର୍ଥ ବିନା ସାଲିସରେ କରିଆସିଛି ତାକୁ ଶେଷ ପର୍ଯ୍ୟନ୍ତ ସେହି ବ୍ରତରେ ବ୍ରତୀ ହେବାକୁ ପଣ କରିଛି। ଆଉ ନକ୍ଷତ୍ର ନ୍ୟୁଜ୍ର ଅଧ୍ୟକ୍ଷ ଇଞ୍ଜିନିୟର ପ୍ରଭାତ ରଞ୍ଜନ ମଲ୍ଲିକଙ୍କ ଗୋଟିଏ ଉଦ୍ଦେଶ୍ୟ, ଖବର ସହ ନା କମ୍ପ୍ରମାଇଜ୍ ହେବ ନା କମ୍ପନ କଲାଭଳି ଖବର ମସଲାଯୁକ୍ତ ହେବ। ନକ୍ଷତ୍ର ନ୍ୟୁଜ୍ର ଦୀର୍ଘ ବର୍ଷର ଯାତ୍ରାରେ ଯେଉଁ ଦର୍ଶକ ପ୍ରଶଂସକ ସମାଲୋଚକ କର୍ମଚାରୀଙ୍କ ସହଯୋଗ ରହିଛି ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଧ୍ୟକ୍ଷ ଇଞ୍ଜିନିୟର ପ୍ରଭାତ ରଞ୍ଜନ ମଲ୍ଲିକ। ପରିବର୍ତ୍ତିତ ପରିସ୍ଥିତି ପ୍ରତିକୂଳ ପାଗରେ ବି ନିଜକୁ ଖାପ ଖୁଆଇ ସାଲିସ ବିହୀନ ସାମ୍ବାଦିକତାରେ ବିଶ୍ୱାସ ରଖିଛି ନକ୍ଷତ୍ର ନ୍ୟୁଜ୍। ଚତୁର୍ଥ ସ୍ତମ୍ଭକୁ ରେସ୍ପେକ୍ଟ ଦେବା, କଳୁଷିତ କରିବା ନାହିଁ। ସେଥିପାଇଁ କୌଣସି ଜାଗାରେ ନକ୍ଷତ୍ର ଆଜି ପର୍ଯ୍ୟନ୍ତ ସାଲିସ କରିନି। ସେଥିପାଇଁ ବହୁତ କଷ୍ଟ ଭୋଗିବାକୁ ପଡ଼ିଛି। ନକ୍ଷତ୍ର ମଧ୍ୟ ସେଥିପାଇଁ ବହୁତ ଜାଗାରେ ବହୁତ ଅସୁବିଧାର ହରକତରେ ହଇରାଣ ହେଇଛି। ସ୍ପେଶାଲି ବହୁତ ସମୟରେ ଖାଲି ନକ୍ଷତ୍ରକୁ ଚାପ ପ୍ରୟୋଗ କରିବା ପାଇଁ, ନକ୍ଷତ୍ରକୁ ଦବେଇବା ପାଇଁ ଇଭିନ୍ ଲୋକମାନେ କୋର୍ଟ କଚେରୀର ବି ଆଶ୍ରୟ ନେଇଛନ୍ତି। ତାକୁ ବି ଆମେ ଦୃଢ଼ ହସ୍ତରେ ଫେସ୍ କରିଛୁ ଏବଂ ଆମେ ଆଜି ବିଶ୍ୱାସ କରୁଛୁ ନକ୍ଷତ୍ର ଯେତେବେଳେ ଷ୍ଟାର୍ଟିଂ ପିରିୟଡ଼ରେ ଯେତେବେଳେ ଯେଉଁ ପ୍ରୋବ୍ଲେମ୍ ଆସିଛି, ଯେଉଁ ଷ୍ଟୋରି କରୁଥିଲା, ଯାହା କରୁଥିଲା ସତ୍ୟଟାକୁ ଲୋଚନକୁ ଆଣୁଥିଲା। ବହୁତ ସମୟରେ ବହୁତ ଲୋକ କହୁଥିଲେ ବୋଧେ ନକ୍ଷତ୍ର ପ୍ରମୋଟର ଅନ୍ୟ ଲୋକଙ୍କୁ ତାଙ୍କର କମ୍ପିଟେଟରକୁ ଟଲରେଟ୍ କରିପାରୁନାହାନ୍ତି, ଯେଉଁଥିପାଇଁ ଏସବୁ କରୁଛନ୍ତି। ଏଇଟା ଗୋଟେ ସାଟିରିକାଲ କମେଣ୍ଟ ଦେଉଥିଲେ। କିନ୍ତୁ ଆଜି ମୁଁ ଫିଲ୍ କରୁଛି ଏ ପରିବର୍ତ୍ତିତ ପରିସ୍ଥିତିରେ ଆଉ ସେଇ ଜିନିଷ ହିଁ ଯେଉଁଟା ଆମେ କରିଥିଲୁ ସେଇ ଜିନିଷ ଲୋକ ରିପିଟ୍ କରୁଛନ୍ତି। ସେଇଟା ଆମେ ଯେତେବେଳେ ଆମେ ଷ୍ଟୋରି କରୁଥିଲୁ ଆମର ଗୋଟେ ଷ୍ଟୋରିର ସବୁବେଳେ ଗୋଟେ ଟ୍ୟାଗ୍ ଲାଇନ୍ ଲଗାଉଥିଲି। ଟ୍ୟାଗ୍ ଲାଇନ୍ ଥିଲା ଦି କନସେପ୍ଟ ହ୍ୱିଚ୍ ୱି କନସେପ୍ଟ ଟୁଡେ ଅଦର ଫଲୋସ୍ ଟୁମୋରୋ। ଟୁମୋରୋ ଆଜିକି 15 ବର୍ଷ ପରେ ଆସିଛି। ଏତେ ବର୍ଷ ଭିତରେ ଆପଣମାନେ ନକ୍ଷତ୍ରକୁ ସହଯୋଗ କରି ଆସୁଛନ୍ତି, ଭଲ ପାଇବାର ହାତ ବଢ଼ାଇଛନ୍ତି। ଆଗକୁ ମଧ୍ୟ ଏଇ ଭଲ ପାଇବାଟା ଆପଣମାନଙ୍କଠୁ ନିଶ୍ଚୟ ଆଶା ରଖିବା। ଥ୍ୟାଙ୍କ ୟୁ। ଜୟ ହିନ୍ଦ, ଜୟ ଜଗନ୍ନାଥ। ଏଣ୍ଡ ଆଇ ୱିଶ୍ ଏ ନକ୍ଷତ୍ର ଫ୍ୟାମିଲି, ଯେଉଁମାନେ ନକ୍ଷତ୍ର ସମସ୍ତେ କର୍ମଚାରୀ, ଖାଲି ମୋର ତ କର୍ମଚାରୀ ମୁଁ ଭାବେନି, ମୋର ଟିମ୍, ମୋର ଏମାନେ ଫ୍ୟାମିଲି ମେମ୍ବର। ନକ୍ଷତ୍ର ଫ୍ୟାମିଲିଙ୍କର ଏହି ପରିଶ୍ରମ, ଏତେ ବର୍ଷର ପରିଶ୍ରମକୁ ଯୋଗୁଁ ଯାହା ହଉ ନକ୍ଷତ୍ର ଏ ଜାଗାରେ ପହଞ୍ଚି, ମୁଁ ସମସ୍ତଙ୍କୁ ଏଥିପାଇଁ ମାନେ ମୋର ସାଧୁବାଦ ଜଣାଇବି। 17 ବର୍ଷର ଯାତ୍ରା ବେଶ୍ କଷ୍ଟକର ରହିଆସିଛି। ଫେବୃଆରୀ 28, 2009ରେ ଜନ୍ମ ନେଇଥିଲା ନକ୍ଷତ୍ର ନ୍ୟୁଜ୍। ଓଡ଼ିଶାର କେବଳ ପ୍ରଥମ 24 ଘଣ୍ଟିଆ ନ୍ୟୁଜ୍ ଚ୍ୟାନେଲ ନଥିଲା, ବରଂ ଏକ ବହୁଭାଷୀ ନ୍ୟୁଜ୍ ଚ୍ୟାନେଲ ରୂପେ କାମ ଆରମ୍ଭ କରିଥିଲା। ଓଡ଼ିଆ, ସମ୍ବଲପୁରୀ, ହିନ୍ଦୀ ଓ ଇଂରାଜୀ ବୁଲେଟିନ୍ ବି ଆରମ୍ଭ କରିଥିଲା। ଓଡ଼ିଶା ଟେଲିଭିଜନ ଯାତ୍ରାରେ ଏହା ଏକ ମାଇଲ ଖୁଣ୍ଟ ଭାବେ ଆଜି ବି ଦମ୍ଭିଲା ଭାବେ ଛିଡ଼ା ହୋଇଛି। ପ୍ରତିଦ୍ୱନ୍ଦ୍ୱୀ କାହାକୁ ଭାବିନି କି ଭ୍ୟୁ ଚକରରେ ନିଜର ଶାଳୀନତା ଭୁଲିନି। ହଁ, ଖବର ପଛରେ ଗୋଡ଼ାଇଛି। ଅତିରଞ୍ଜିତ କି ମନଗଢ଼ା ଖବର ପରିବେଷଣ କରି କାହାକୁ ସାମୟିକ ବିଚଳିତ କରିନି କି ସାମୂହିକ ସ୍ୱାର୍ଥ ବିରୋଧୀ ଖବରରେ ଭାସି ଯାଇନି। ଯାହା ଠିକ୍ ତାହା ହିଁ ଦେଖାଇଛି। ଏଥିଲାଗି ଅନେକଙ୍କ ଆକ୍ରୋଶର ଶିକାର ବି ହୋଇଛି, କିନ୍ତୁ ନଇନି, ନିରପେକ୍ଷତାକୁ ଛାଡ଼ିନି। ଆଜି ବି ଓଡ଼ିଆ ଟେଲିଭିଜନରେ ନକ୍ଷତ୍ର ହିଁ ଏକମାତ୍ର ନିରପେକ୍ଷ ଓ ରାଜନୈତିକ ଚାପମୁକ୍ତ ଚ୍ୟାନେଲ କହିବାକୁ କେହି ପଛାଇବେନି। ନା ବିଜ୍ଞାପନ ଲାଗି କାହାକୁ ନେହୁରା ହୋଇଛି, ନା ଚ୍ୟାନେଲ ଚାଲିବାକୁ କାହା ପାଖରେ ସାଲିସ କରିଛି। କେବଳ ଲୋକଙ୍କ ଚ୍ୟାନେଲ ଭାବେ ସଦା ବିବେଚନା ହେବାକୁ ଆରମ୍ଭରୁ ପଣ କରିଥିବା ନକ୍ଷତ୍ର ନ୍ୟୁଜ୍ ଏଯାଏ ସେହି ରାସ୍ତାରେ ଚାଲିଛି।
ଲାଭ କି କ୍ଷତିର ହିସାବ କରିନି। ଲାଭ ଦେଖିଛି ଯେଉଁଠି ଲୋକେ ଲାଭ ପାଇଥିବେ ଖବର ପ୍ରସାରଣ ପରେ, କ୍ଷତି ସହିଛି ସବୁ କଲା ପରେ ବି ଅପବାଦ ଦେଉଥିବା କିଛି କୁଚକ୍ରୀଙ୍କ ଦୃଷ୍ଟିକୋଣରେ। ଏତେ ବର୍ଷ ପରେ ଅନୁଶୀଳନ ଅବଶ୍ୟ କରିଛି, କ'ଣ ପାଇଲା ଆଉ କ'ଣ ହରାଇଲା, ଯୁଗକୁ ତାଳ ଦେଇ ଚାଲିବ ନା ଚିରାଚରିତ ଢଙ୍ଗରେ ଚାଲୁ ଚାଲୁ କୁଆଡ଼େ ଲୋକଙ୍କ ଦୃଶ୍ୟପଟରୁ ନିଶ୍ଚିହ୍ନ ହୋଇଯିବ। ସେଥିଲାଗି ତ ଡିଜିଟାଲି ମଜବୁତ ହେବାକୁ ପ୍ରୟାସ ଆରମ୍ଭ କରିଛି। କାଲି ନକ୍ଷତ୍ର ଯାହା ଦେଖାଇଥିଲା ତାକୁ ଆଜି ଅନ୍ୟମାନେ ଅନୁକରଣ କରୁଥିବା ଦେଖିଲେ ଖୁସି ଲାଗୁଛି। ସତ ଦେଖାଇବା ବେଳେ ଯିଏ କହୁଥିଲେ ବ୍ୟକ୍ତିଗତ ଆକ୍ରୋଶ ହୋଇପାରେ, ଆଜି ସେହି କଥା ମନେ ପକାଇ ସାଧୁବାଦ ଦେବାକୁ ଭୁଲୁ ନାହାନ୍ତି। ନିଶ୍ଚିତ ଭାବରେ ମୋର ଅଭିନନ୍ଦନ ଏବଂ ବିଭିନ୍ନ ସମୟରେ ଯେଉଁଭଳି ଭାବରେ ନକ୍ଷତ୍ର ନ୍ୟୁଜ୍ ଓଡ଼ିଶାର ବିଭିନ୍ନ ସମସ୍ୟାକୁ ସରକାରଙ୍କ ଦୃଷ୍ଟିକୁ ଆଣିବା, ଜନସାଧାରଣଙ୍କ ଦୃଷ୍ଟିକୁ ଆଣିବାକୁ ଯେଉଁ ଭୂମିକା ନେଇଛନ୍ତି, ସେଥିପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଇବି ଏବଂ ମୁଁ ଭାବୁଛି ଏ କାର୍ଯ୍ୟକୁ ଆଗାମୀ ଦିନମାନଙ୍କରେ ବି ନକ୍ଷତ୍ର ନ୍ୟୁଜ୍ ଜାରି ରଖୁ। ନକ୍ଷତ୍ରର 17 ବର୍ତ୍ତମାନ ପଦାର୍ପଣ କଲା। ମୁଁ ସେଥିପାଇଁ ଶୁଭକାମନା ଦେଉଛି। ସମସ୍ତ ଦର୍ଶକ ୟାକୁ ଚ୍ୟାନେଲ୍ ଯେଉଁ ଚ୍ୟାନେଲ୍କୁ ଦେଖୁଛନ୍ତି ଆଉ ଓଡ଼ିଶାର ସମସ୍ୟା, ଲୋକଙ୍କର ସମସ୍ୟାକୁ ବହୁତ ଉତ୍ତମ ମାଧ୍ୟମରେ ପ୍ରଦର୍ଶନ କରୁଛନ୍ତି, ପରିବେଷଣ କରୁଛନ୍ତି। ସମସ୍ୟାକୁ ଉତ୍ଥାପନ ଲୋକମାନେ ମଧ୍ୟ ଆଦୃତ ହୋଇଛି। ତେଣୁ ମୁଁ ଏହି ଚ୍ୟାନେଲ୍କୁ 17 ବର୍ଷରେ ପଦାର୍ପଣ କରିଦେବାରୁ ମୋ ତରଫରୁ, କଂଗ୍ରେସ ପାର୍ଟି ତରଫରୁ ବହୁତ ବହୁତ ଅଭିନନ୍ଦନ, ଶୁଭେଚ୍ଛା ଜଣାଉଛି। ନକ୍ଷତ୍ର ନ୍ୟୁଜ୍ ଏବେ 17 ବର୍ଷରେ ପଦାର୍ପଣ କରିଛି। ତେଣୁ ଆମେ ନିଶ୍ଚିତ ଭାବରେ ସବୁ ଦର୍ଶକମାନଙ୍କ ତରଫରୁ ଆମେ ତାଙ୍କୁ ଶୁଭେଚ୍ଛା ଜଣାଉଛୁ ଏବଂ ଆଗାମୀ ଦିନରେ ସେମାନେ ଓଡ଼ିଶାବାସୀଙ୍କର ସେବାରେ ବ୍ରତୀ ରୁହନ୍ତୁ, ଏହା ହିଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ କାମନା କରୁଛୁ। ନକ୍ଷତ୍ର ନ୍ୟୁଜ୍ 16 ବର୍ଷ ପଦାର୍ପଣ କରିସାରିଛି। ଓଡ଼ିଶାରେ ନକ୍ଷତ୍ର ନ୍ୟୁଜ୍ ଯେତେବେଳେ ପ୍ରଥମେ ଆରମ୍ଭ ହେଲା, ସବୁ ଓଡ଼ିଆମାନଙ୍କ ଭିତରେ ଗୋଟେ ଉତ୍ସାହ ଆସିଲା ଯେ ନିରପେକ୍ଷ ନ୍ୟୁଜ୍ ଯାହା ନକ୍ଷତ୍ର କରି ଆସିଛି। ଆଉ ତଥା ଏବେ 17 ବର୍ଷ ଭିତରେ ନକ୍ଷତ୍ର ସଫଳତା, ଭିଉଅରସିପ୍ ବଢ଼ିଛି। ଆଶା ମୁଁ କରିବି ଯେ ନକ୍ଷତ୍ର ନ୍ୟୁଜ୍ର ଟିମ୍ ଓଡ଼ିଶାବାସୀଙ୍କ ପାଇଁ, ଓଡ଼ିଆ ଜାତି ପାଇଁ, ଓଡ଼ିଆ ସଂସ୍କୃତି ପାଇଁ, ଓଡ଼ିଶାର ଜନସାଧାରଣଙ୍କର ଯେଉଁ ସମସ୍ୟାକୁ ଉପସ୍ଥାପନ କରିବାରେ ହେଉ, ଓଡ଼ିଶାର ଐତିହ୍ୟ ପରମ୍ପରା ତ ବଜାଇ ରଖିବାରେ ହେଉ, ଆଉ ଲୋକଙ୍କର ସୁବିଧା ପାଇଁ ଗରିବ ଲୋକର, ପାର୍ଟିକୁଲାର ଫାର୍ମର, ଗରିବ ଲୋକ, SC/ST ଲୋକ, ଯେଉଁ ବର୍ଗ ଲୋକ ଶୋଷିତ ହେଉଛନ୍ତି ବିଭିନ୍ନ ସମୟରେ ବିଭିନ୍ନ ମାଧ୍ୟମରେ, ତାକୁ ଦୂର କରିବା ପାଇଁ ସବୁବେଳେ ଆଗ୍ରହ ପ୍ରକାଶ କରି ଆସିଛି। ଆଉ ଏବେ ମଧ୍ୟ ବର୍ତ୍ତମାନ ସମୟରେ ଯେଉଁ ଜରୁରୀ ଅଛି ଲୋକଙ୍କ ପାଖକୁ ସତ୍ୟ ନ୍ୟୁଜ୍ ପହଞ୍ଚିବା ପାଇଁ ନକ୍ଷତ୍ର ନ୍ୟୁଜ୍ ଜାରି ରଖିବ। 16 ବର୍ଷ ପୂର୍ଣ୍ଣ କଲା ନକ୍ଷତ୍ର ଟିଭି, ବର୍ତ୍ତମାନ ପୂର୍ଣ୍ଣ ଯୌବନ ଲାଭ କଲା ନକ୍ଷତ୍ର ଟିଭି ଏବଂ ଏ 16 ବର୍ଷ ଭିତରେ ନକ୍ଷତ୍ର ଟିଭି ଓଡ଼ିଶାବାସୀଙ୍କର ବହୁ ସେବା କରିଛି, ସତ୍ୟର ଉଦ୍ଘୋଷ କରିଛି, ବର୍ତ୍ତମାନର ସ୍ଥିତିକୁ ପ୍ରାଞ୍ଜଳ ଭାବରେ ଲୋକଲୋଚନକୁ ଆଣିଛି ଏବଂ ଏକ ଦୂରଦୃଷ୍ଟି ଚ୍ୟାନେଲ୍ ଭାବରେ ଭବିଷ୍ୟତ ମଧ୍ୟ କଳ୍ପନା କରିପାରିଥିଲା ନକ୍ଷତ୍ର ଟିଭି। ତେଣୁ ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରରେ ନକ୍ଷତ୍ର ଟିଭିର ଯେଉଁ ଜନ୍ମଠାରୁ ଆଜି ପର୍ଯ୍ୟନ୍ତ ଯେଉଁ ଅବଦାନ, ସେ ସାମ୍ବାଦିକତାର ଇତିହାସ କ୍ଷେତ୍ରରେ ଲିପିବଦ୍ଧ ହୋଇକରି ରହିଥିବ। ନୀତି ସହିତ, ସିଦ୍ଧାନ୍ତ ସହିତ ଏବଂ ଓଡ଼ିଶାର ଏବଂ ସାଧାରଣ ମଣିଷର ସ୍ୱାର୍ଥ ସହିତ ସେମାନେ କେବେ ସାଲିସ କରିନାହାନ୍ତି ଏବଂ ସେମାନଙ୍କ ଭିତରୁ ଗୋଟିଏ ହେଲା ନକ୍ଷତ୍ର ଟିଭି। ତେଣୁ ଏହି ଅବକାଶରେ ମୁଁ ନକ୍ଷତ୍ର ଟିଭି 16 ବର୍ଷ ଧରି ଓଡ଼ିଶାବାସୀଙ୍କର, ଓଡ଼ିଆ ଦର୍ଶକମାନଙ୍କର ଯେଉଁ ସେବା କଲା, ସେଥିପାଇଁ କୃତଜ୍ଞତା ଜ୍ଞାପନ କରୁଛି ଏବଂ ଆଗାମୀ ଭବିଷ୍ୟତରେ ମଧ୍ୟ ସମସ୍ତ ଆହ୍ୱାନର ସମ୍ମୁଖୀନ ହେବାର ସାମର୍ଥ୍ୟ, ଶକ୍ତି ଓ ଦୂରଦୃଷ୍ଟି ନକ୍ଷତ୍ର ଟିଭି ଏବଂ ତା'ର ପରିଚାଳକଙ୍କର ରହିଛି, ଏ ବିଶ୍ୱାସ ମୋର ଅଛି। ଆଜି ଏହି ଅବସରରେ ମୁଁ ପୁଣି ଥରେ ନକ୍ଷତ୍ର ଟିଭିର ସବୁ ସାମ୍ବାଦିକ ବନ୍ଧୁମାନଙ୍କୁ, ଏହାର ପ୍ରତିଷ୍ଠାତାଙ୍କୁ ଏବଂ ସମସ୍ତ ମ୍ୟାନେଜମେଣ୍ଟକୁ ତଥା ଏହାର ଦର୍ଶକମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜ୍ଞାପନ କରୁଛି। ମୁଁ ଅଭିନନ୍ଦନ ଜଣାଇବି ନକ୍ଷତ୍ର ଟିଭିକୁ। ଓଡ଼ିଶାର ସମସ୍ୟା, ଓଡ଼ିଶା ସାଧାରଣ ଗରିବ ଲୋକଙ୍କର ସମସ୍ୟାକୁ ଉତ୍ଥାପନ କରିବା ଦିଗରେ ये 17 वर्ष भितर अनेक घात प्रतिघात भितर नक्षत्र टीवी ओडिशा जनसाधारण स्वार्थ को आग को नहीं लोकलोचन को आनी से निश्चित भाव में नक्षत्र टीवी तार समस्त जर्नालीस्ट भाई भौणी और तार कार्यकर्ता मानक अभिनंदन शुभेच्छा ज्ञापन करी। स्मार्ट काम की विश्वास करे नक्षत्र न्यूज किसी अभिज्ञ अनुभूति और नुआ चेहरा जोश को नहीं नुआ ढंग से पुणी पूर्वपल्ली सहर जाए
ନିଜର ପୁରୁଣା ପରିଚିତି ଫେରାଇବାକୁ ପଣ କରିଛି ଆଉ ଏଥିରେ ସମସ୍ତଙ୍କ ସହଯୋଗ କାମନା କରିଛି। ଆଶା ଅଛି ସହଯୋଗ ମିଳିବ ଆଉ ନକ୍ଷତ୍ର ଓଡ଼ିଆ ଟେଲିଭିଜନ ଆକାଶରେ ପୁଣି ପୂର୍ବ ଭଳି ଚମକିବ। ନକ୍ଷତ୍ର।